ନିମ୍ନମାନର କାର୍ଯ୍ୟ ଦେଖି ତାତିଲେ ଛାତ୍ରଛାତ୍ରୀ। କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକ ଅନ୍ତର୍ଗତ ନେମାଳ କଲେଜରେ ଚାଲିଥିବା ସ୍ମାର୍ଟ କ୍ଲାସରୁମ୍ କାର୍ଯ୍ୟ। ଏହି କାର୍ଯ୍ୟ ବ୍ୟାପକ ଦୁର୍ନୀତି କରାଯାଇଛି ବୋଲି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ କହିଛନ୍ତି। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କ୍ଲାସରୁମ୍କୁ ତାଲା ପକାଇ ଛାତ୍ରଛାତ୍ରୀ ଅଦମ୍ୟ ସାହସ ଏବଂ କଲେଜ ପ୍ରତି ଥିବା ଭଲ ପାଇବା ଯୋଗୁଁ କାମ ବନ୍ଦ ରଖାଯାଇଛି। ଲୁଟେରାମାନେ କଲେଜର କାର୍ଯ୍ୟାଳୟରେ କାର୍ଯ୍ୟର ବ୍ୟାପକ ହେରଫେର କରି ଟଙ୍କା ଲୁଣ୍ଠନ କରିବାକୁ ଚେଷ୍ଟା କରୁଥିଲେ। ତାଙ୍କ ପ୍ରତି ଶକ୍ତ ଧକ୍କା। ଆଉ ଯେଉଁ ଠାପୁକା ଲୋକମାନେ କାର୍ଯ୍ୟଟିକୁ ଲୁଣ୍ଠନ କରିବାକୁ ଚେଷ୍ଟା କରିଛନ୍ତି, ମନେ ରଖନ୍ତୁ, ଆପଣ କାମରେ ହେରଫେର କରିବାକୁ ପୁଣି ଚେଷ୍ଟା କଲେ। ଏଥର କଲେଜ ଛାତ୍ରଛାତ୍ରୀମାନେ ବନ୍ଦ କରିଛନ୍ତି, କିନ୍ତୁ ପୁନର୍ବାର କାର୍ଯ୍ୟ ନିମ୍ନମାନର ହେଲେ ସିଧା ବିଧାନସଭା କଲେକ୍ଟର ଅଫିସ ମୁଖ୍ୟମନ୍ତ୍ରୀଙ୍କ ନିବାସ ସମ୍ମୁଖରେ ଧାରଣାରେ ବସିବେ ବୋଲି କହିଛନ୍ତି। କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକରୁ ଆଦିତ୍ୟ ନାରାୟଣ ଷଡ଼ଙ୍ଗୀଙ୍କ ରିପୋର୍ଟ, ଓଡ଼ିଶା ଖବର।